ଓମ୍ ଶାନ୍ତି 28/9/2025 ଅବ୍ୟକ୍ତ ମହାବାକ୍ୟ ପୁନରାବୃତ୍ତି 15/2/2007। ମୁରଲୀର ସାରାଂଶ। ଅବହେଳା ପଣିଆ ଆଳସ୍ୟ ଏବଂ ବାହାନାବାଜିର ନିଦ୍ରାରୁ ଜାଗ୍ରତ ହେବା ହିଁ ଶିବରାତ୍ରିର ସଚ୍ଚା ଜାଗରଣ ଅଟେ। ଅବହେଳା ପଣିଆ ଆଳସ୍ୟ ଏବଂ ବାହାନାବାଜିର ନିଦ୍ରାରୁ ଜାଗ୍ରତ ହେବା ହିଁ ଶିବରାତ୍ରିର ସଚ୍ଚା ଜାଗରଣ ଅଟେ। ଆଜି ବାପ ଦାଦା ବିଶେଷ କରି ନିଜର ଚାରିଆଡ଼ର ଅତି ଗେହ୍ଲା ଅତି ଶିଖିଲଧେ ପରମାତ୍ମ ସ୍ନେହର ପାତ୍ର ପିଲାମାନଙ୍କ ସହିତ ମିଶିବା ପାଇଁ ଏବଂ ପିତା ପୁତ୍ରଙ୍କର ବିଚିତ୍ର ଜନ୍ମଦିନ ପାଳନ କରିବା ପାଇଁ ଆସିଛନ୍ତି। ତୁମେ ସମସ୍ତେ ମଧ୍ୟ ଆଜି ବିଶେଷ କରି ଏହି ବିଚିତ୍ର ଜନ୍ମଦିନ ପାଳନ କରିବା ପାଇଁ ଆସିଛ ନା? ଏଭଳି ଜନ୍ମଦିନ ସାରା କଳ୍ପ ଭିତରେ କାହାର ବି ହୋଇନଥାଏ। କେବେ ବି ଏଭଳି ଶୁଣିନଥିବ ଯେ ପିତାଙ୍କ ସହିତ ସନ୍ତାନଙ୍କର ଜନ୍ମଦିନ ମଧ୍ୟ ଗୋଟିଏ ଦିନରେ ହୋଇଥିବ। ତେବେ ତୁମେମାନେ ନିଜର ପିତାଙ୍କର ଜନ୍ମଦିନ ପାଳନ କରିବା ପାଇଁ ଆସିଛ ନା? ପିଲାମାନଙ୍କର ମଧ୍ୟ ପାଳନ କରିବା ପାଇଁ ଆସିଛ। କାହିଁକି ନା ସାରା କଳ୍ପ ଭିତରେ ପରମାତ୍ମ ପିତା ଏବଂ ପରମାତ୍ମ ସନ୍ତାନମାନଙ୍କ ଭିତରେ ଏତେ ନିବିଡ଼ ସ୍ନେହ ରହିଛି, ଯାହାକି ଜନ୍ମ ମଧ୍ୟ ଏକାଠି ହେଉଛି। ତେଣୁ ବାବାଙ୍କୁ ବିଶ୍ୱ ପରିବର୍ତ୍ତନର କାର୍ଯ୍ୟ ଏକୁଟିଆ କରିବାର ନାହିଁ, ପିଲାମାନଙ୍କ ସହିତ ମିଶି କରିବାର ଅଛି। ଏହିଭଳି ସାଥିରେ ରହିବାର ଏବଂ ସାଥୀ ହେବାର ଅଲୌକିକ ସ୍ନେହ ଏହି ସଙ୍ଗମ ଯୁଗରେ ହିଁ ଅନୁଭବ କରୁଛ। ତେବେ ବାବା ଏବଂ ପିଲାମାନଙ୍କ ଭିତରେ ଏତେ ଗଭୀର ସ୍ନେହ ଅଛି, ଯାହାକି ଜନ୍ମ ମଧ୍ୟ ଏକାଠି ହେଉଛି ଏବଂ ରହୁଛନ୍ତି ମଧ୍ୟ କେଉଁଠି? କ'ଣ ସାଥୀ ହୋଇ ରହୁଛ ନା ଏକା ଏକା ରହୁଛ? ଏଥିରେ ସବୁ ପିଲା ଉମଙ୍ଗ ଉତ୍ସାହର ସହିତ କହୁଛନ୍ତି ଯେ ଆମେ ବାବାଙ୍କ ସହିତ ଯୁଗଳ ରୂପରେ ରହୁଛୁ, ଅର୍ଥାତ୍ ଏକାଠି ରହୁଛୁ। କ'ଣ ଏକାଠି ରହୁଛ ନା? ଏକା ଏକା ତ ରହୁନାହଁ ନା? ଜନ୍ମ ମଧ୍ୟ ଏକାଠି ହୋଇଛ, ରହୁଛ ମଧ୍ୟ ଏକାଠି ଏବଂ ଭବିଷ୍ୟତ ପାଇଁ ମଧ୍ୟ ତୁମମାନଙ୍କର ପ୍ରତିଜ୍ଞା କ'ଣ? ସାଥିରେ ଅଛୁ, ସାଥିରେ ରହିବୁ ଏବଂ ସାଥୀ ହୋଇ ନିଜର ମିଠା ଘରକୁ ଯିବୁ। ତେବେ ଏତିକି ସ୍ନେହ ଅନ୍ୟ କୌଣସି ପିତାପୁତ୍ରଙ୍କ ଭିତରେ ଦେଖିଛ? ସନ୍ତାନ କେହି ବି ହୋଇଥାଉ, କେଉଁଠି ବି ରହୁଥାଉ ଏବଂ କିପରି ବି ହୋଇଥାଉ, କିନ୍ତୁ ସାଥିରେ ହିଁ ରହୁଛି ଏବଂ ସାଥିରେ ହିଁ ଘରକୁ ଯିବ। ତେବେ ଏହିଭଳି ବିଚିତ୍ର ଏବଂ ପ୍ରିୟରୁ ପ୍ରିୟ ଜନ୍ମଦିନ ପାଳନ କରିବା ପାଇଁ ଆସିଛ। ଚାହେ ସମ୍ମୁଖରେ ବସି ପାଳନ କରୁଥାଅ ବା ଦେଶ ବିଦେଶରେ ଚାରିଆଡ଼େ ରହୁଥିବା ପିଲାମାନେ ଏହି ସମୟରେ ଏକାଠି ହୋଇ ପାଳନ କରୁଥାନ୍ତୁ। ବାପ ଦାଦା ଦେଖୁଛନ୍ତି ଯେ ଚାରିଆଡ଼ର ପିଲାମାନେ କିପରି ଉମଙ୍ଗ ଉତ୍ସାହର ସହିତ ଅନ୍ତର ଭିତରେ ବାହା ବାବା ବାହା ବାବା ବାହା ଜନ୍ମଦିନର ଗୀତ ଗାଉଛନ୍ତି। ଯଦି ସୁଇଚ୍ ଅନ୍ କରୁଛନ୍ତି, ତେବେ ଚାରିଆଡ଼ର ପିଲାମାନଙ୍କର ଦିଲ୍ଲୀର ଶବ୍ଦ ଉମଙ୍ଗ ଉତ୍ସାହର ଶବ୍ଦ ବାପ ଦାଦାଙ୍କର କାନରେ ଶୁଭୁଛି। ବାପ ଦାଦା ସବୁ ପିଲାମାନଙ୍କର ଉତ୍ସାହକୁ ଦେଖି ପିଲାମାନଙ୍କୁ ମଧ୍ୟ ନିଜର ଦିବ୍ୟ ଜନ୍ମର ପଦ୍ମ ପଦ୍ମ ପଦ୍ମଗୁଣା ଅଭିନନ୍ଦନ ଦେଉଛନ୍ତି। ବାସ୍ତବରେ ଉତ୍ସବର ଅର୍ଥ ହେଉଛି ଉମଙ୍ଗ ଉତ୍ସାହରେ ରହିବା। ତେବେ ତୁମେ ସମସ୍ତେ ଉତ୍ସାହର ସହିତ ଏହି ଉତ୍ସବକୁ ପାଳନ କରୁଛ ଏବଂ ଭକ୍ତମାନେ ମଧ୍ୟ ଏହାକୁ ଶିବରାତ୍ରି ନାମ ଦେଇଛନ୍ତି। ଆଜି ବାପ ଦାଦା ସେହି ଭକ୍ତ ଆତ୍ମାକୁ ଅଭିନନ୍ଦନ ଦେଉଥିଲେ, ଯିଏକି ତୁମମାନଙ୍କର ଏହି ବିଚିତ୍ର ଜନ୍ମଦିନକୁ ପାଳନ କରିବାର ବହୁତ ସୁନ୍ଦର କପି କରିଛି। ତୁମେମାନେ ଏହାକୁ ଜ୍ଞାନଯୁକ୍ତ ଭାବରେ ଏବଂ ସ୍ନେହପୂର୍ବକ ପାଳନ କରୁଛ ଏବଂ ସେହି ଭକ୍ତ ଆତ୍ମାଟି ଭାବନା ଏବଂ ଶ୍ରଦ୍ଧାର ସହିତ ପାଳନ କରିବାର କପି କରିଛି। ତେଣୁ ଆଜି ସେହି ସନ୍ତାନଟିକୁ ଅଭିନନ୍ଦନ ଦେଉଥିଲୁ ଯେ କପି କରିବାରେ ମଧ୍ୟ ସେ ବହୁତ ଭଲ ପାଠ କରିଛି। ଦେଖ ସେ କିପରି ସବୁ କଥାକୁ କପି କରିଛି। କାରଣ କପି କରିବା ପାଇଁ ମଧ୍ୟ ଅକଲ ଦରକାର ନା? ମୁଖ୍ୟ କଥା ହେଲା ଏହି ଦିନ ଭକ୍ତମାନେ ବ୍ରତ ରଖିଥାନ୍ତି। ସେମାନେ ଖାଇବା ପିଇବାର ବ୍ରତ ରଖିଥାନ୍ତି
ଏବଂ ଭାବନାର ସହିତ ନିଜର ମନୋବୃତ୍ତିକୁ ଶ୍ରେଷ୍ଠ କରିବା ପାଇଁ ମଧ୍ୟ ବ୍ରତ ରଖିଥାନ୍ତି। ଏଥିପାଇଁ ସେମାନଙ୍କୁ ପ୍ରତିବର୍ଷ ବ୍ରତ ରଖିବାକୁ ପଡ଼ିଥାଏ। କିନ୍ତୁ ତୁମେମାନେ କେଉଁ ବ୍ରତ ଧାରଣ କରିଛ? ଥରେ ମାତ୍ର ହିଁ ବ୍ରତ ଧାରଣ କରିଛ, ପ୍ରତିବର୍ଷ ନୁହେଁ। କେବଳ ଥରେ ମାତ୍ର ହିଁ ପବିତ୍ରତାର ବ୍ରତ ରଖୁଛ। କ'ଣ ସମସ୍ତେ ପବିତ୍ରତାର ବ୍ରତ ରଖିଛ ତ? ପକ୍କା ତ? ଯେଉଁମାନେ ପକ୍କା ବ୍ରତ ରଖିଛନ୍ତି ସେମାନେ ହାତ ଉଠାଅ। ପକ୍କା, ଟିକିଏ ବି କଞ୍ଚା ନୁହେଁ ତ? ପକ୍କା ତ? ଆଚ୍ଛା, ଆଉ ଗୋଟିଏ ପ୍ରଶ୍ନ ଅଛି। ଆଚ୍ଛା, ବ୍ରତ ତ ରଖିଛ, ସେଥିପାଇଁ ଅଭିନନ୍ଦନ। କିନ୍ତୁ ଅପବିତ୍ରତାର ମୁଖ୍ୟ ରୂପରେ 5ଟି ସାଥୀ ଅଛନ୍ତି। ଠିକ୍ କଥା ନା? ମୁଣ୍ଡ ହଲାଅ। ଆଚ୍ଛା, 5ଟି ଯାକର ବ୍ରତ ରଖିଛ ନା 2-3ଟିର ରଖିଛ? କାହିଁକି ନା ଯେଉଁଠି ପବିତ୍ରତା ଥିବ ସେଠାରେ ଯଦି ଅଂଶ ମାତ୍ରରେ ମଧ୍ୟ ଅପବିତ୍ରତା ରହିଥିବ, ତେବେ କ'ଣ ତାକୁ ସମ୍ପୂର୍ଣ୍ଣ ପବିତ୍ର ଆତ୍ମା କୁହାଯିବ? ତେବେ ତୁମ ବ୍ରାହ୍ମଣ ଆତ୍ମାମାନଙ୍କର ତ ପବିତ୍ରତା ବ୍ରାହ୍ମଣ ଜନ୍ମର ସମ୍ପତ୍ତି ମଧ୍ୟ ଅଟେ, ବ୍ୟକ୍ତିତ୍ୱ ମଧ୍ୟ ଅଟେ ଏବଂ ରାଜକୀୟତା ମଧ୍ୟ ଅଟେ। ତେଣୁ ଚେକ୍ କର ଯେ ମୁଖ୍ୟ ପବିତ୍ରତା ଉପରେ ତ ତୁମେମାନେ ଧ୍ୟାନ ଦେଉଛ, କିନ୍ତୁ ସମ୍ପୂର୍ଣ୍ଣ ପବିତ୍ରତା ପାଇଁ ଅନ୍ୟ ଯେଉଁ ସବୁ ସାଥୀମାନେ ଅଛନ୍ତି ସେମାନଙ୍କୁ ଢିଲା ଛାଡ଼ି ଦେଇନାହଁ ତ? ବଡ଼କୁ ଠିକ୍ ରଖି ଛୋଟମାନଙ୍କ ଉପରେ ସ୍ନେହ ରଖିନାହଁ ତ? କ'ଣ ବାବାଙ୍କ ଠାରୁ ଅନୁମତି ମିଳିଛି ଯେ ଅନ୍ୟ 4ଟିକୁ ସାଥୀ କରି ରଖ? ତେବେ ପବିତ୍ରତା କେବଳ ବ୍ରହ୍ମଚର୍ଯ୍ୟ ବ୍ରତକୁ କୁହାଯାଏ ନାହିଁ, କିନ୍ତୁ ବ୍ରହ୍ମଚର୍ଯ୍ୟ ସହିତ ବ୍ରହ୍ମଚାରୀ ମଧ୍ୟ ହେବା, ଅର୍ଥାତ୍ ପବିତ୍ରତାର ବ୍ରତ ପାଳନ କରିବା। କେତେକ ପିଲା ବାର୍ତ୍ତାଳାପ କରିବା ସମୟରେ କହିଥାନ୍ତି, କାରଣ ବାର୍ତ୍ତାଳାପ ତ ସମସ୍ତେ କରୁଛନ୍ତି ନା, ତେଣୁ ବହୁତ ମିଠା ମିଠା କଥା କହିଥାନ୍ତି। କୁହନ୍ତି, ବାବା ମୁଖ୍ୟତଃ ଠିକ୍ ଅଛି ନା? ବାକି ଛୋଟ ଛୋଟ ବିକାର ଗୁଡ଼ିକ ଏମିତି କେବେ କେବେ ମନ ଭିତରେ ସଂକଳ୍ପ ରୂପରେ ଆସିଯାଉଛନ୍ତି। ମନ ଭିତରେ ଆସୁଛି କିନ୍ତୁ ବାଣୀରେ ଆସୁନାହିଁ। ତେବେ ମନ ଭିତରକୁ ତ କେହି ଦେଖୁନାହାନ୍ତି। ଆଉ କେହି କୁହନ୍ତି, ଛୋଟ ଛୋଟ ପିଲାଙ୍କ ଉପରେ ସ୍ନେହ ଥାଏ ନା, ତେଣୁ ଏହି 4ଟି ଉପରେ ମଧ୍ୟ ସ୍ନେହ ଆସିଯାଉଛି। କେବେ କ୍ରୋଧ ଆସିଯାଉଛି, କେବେ ମୋହ ଆସିଯାଉଛି। ଆମେ ଚାହୁଁନାହୁଁ ଯେ, କିନ୍ତୁ ଆସିଯାଉଛି। କିନ୍ତୁ ବାପ୍ ଦାଦା କହୁଛନ୍ତି, ତୁମେ ଆସିବାର ବାଟ ଖୋଲା ରଖିଛ ବୋଲି ତ ସେମାନେ ଆସୁଛନ୍ତି। ତେଣୁ ବାଟ କାହିଁକି ଖୋଲା ରଖିଛ? ନିଜର ଦୁର୍ବଳତା ରୂପକ ଫାଟକ ଖୋଲା ରଖିଛ। ତେଣୁ ଦୁର୍ବଳତାର ଫାଟକ ଖୋଲା ରଖିବା ଅର୍ଥ ମାୟାକୁ ନିମନ୍ତ୍ରଣ ଦେବା। ତେବେ ଆଜିର ଦିନରେ ବାବାଙ୍କର ଏବଂ ନିଜର ଜନ୍ମଦିନ ତ ପାଳନ କରୁଛ, କିନ୍ତୁ ଜନ୍ମ ହେବା ପରେ ଯେଉଁ ବ୍ରତକୁ ଧାରଣ କରିବା ପାଇଁ ପ୍ରତିଜ୍ଞା କରିଛ ତାହା ମନେ ଅଛି ତ? ବାବା ତୁମକୁ ଜନ୍ମ ହେବା ମାତ୍ରକେ ପ୍ରଥମେ କେଉଁ ବରଦାନ ଦେଇଛନ୍ତି ମନେ ଅଛି ତ? ଜନ୍ମଦିନର ବରଦାନ ମନେ ଅଛି ତ? କ'ଣ ଦେଇଛନ୍ତି? ପବିତ୍ର ଭବ, ଯୋଗୀ ଭବ। ସମସ୍ତଙ୍କୁ ବରଦାନ ମନେ ଅଛି ତ? ଭୁଲି ଯାଇନାହଁ ତ? ତେବେ ପବିତ୍ର ଭବର ବରଦାନ କେବଳ ଗୋଟିଏ ବିକାର ପାଇଁ ଦେଇନାହାନ୍ତି, 5ଟି ଯାକ ବିକାର ପାଇଁ ଦେଇଛନ୍ତି। ତେଣୁ ଆଜି ବାପ୍ ଦାଦା କ'ଣ ଚାହୁଁଛନ୍ତି? ଜନ୍ମଦିନ ପାଳନ କରିବା ପାଇଁ ଆସିଛ ନା? ବାବାଙ୍କର ମଧ୍ୟ ଜନ୍ମଦିନ ପାଳନ କରିବା ପାଇଁ ଆସିଛ ନା? ଯେହେତୁ ଶିବରାତ୍ରି ପାଳନ କରିବା ପାଇଁ ଆସିଛ, ତେଣୁ ଜନ୍ମଦିନର ଉପହାର ମଧ୍ୟ ଆଣିଛ ନା ଖାଲି ହାତରେ ଆସିଛ? ଏବେ ତ ସ୍ଥାପନାର 70 ବର୍ଷ ସ୍ଥାପନ ହେବାକୁ ଯାଉଛି, ମନେ ଅଛି ତ? ବିଚାର କର, 70 ବର୍ଷ। ହୁଏତ ତୁମେମାନେ ପଛରେ ଆସିଥାଇପାର, କିନ୍ତୁ ସ୍ଥାପନାକୁ ତ 70 ବର୍ଷ ହୋଇଗଲାଣି ନା? ଏବେ ଆସିଥିଲେ ମଧ୍ୟ ସ୍ଥାପନାର କର୍ତ୍ତବ୍ୟରେ ତ ତୁମେ ସବୁ ସାଥୀ ଅଟ ନା? ଚାହେଁ ଆଜି ପ୍ରଥମ ଥର ପଛକେ ଆସିଥାଅ, କିନ୍ତୁ ସାଥୀ ତ ଅଟ ନା? ତେବେ ଯେଉଁମାନେ ପ୍ରଥମ ଥର ମିଳନ କରିବା ପାଇଁ ମଧୁବନକୁ ଆସିଛନ୍ତି ସେମାନେ ଲମ୍ବା ହାତ ଉଠାଅ। ଆଚ୍ଛା, ତୁମ ସମସ୍ତଙ୍କୁ ହୁଏତ ଏବେ ମାତ୍ର 1 ବର୍ଷ ହୋଇଥିବ, 2 ବର୍ଷ ହୋଇଥିବ, କିନ୍ତୁ ନିଜକୁ କ'ଣ ବୋଲାଉଛ? ବ୍ରହ୍ମା କୁମାରୀ, ବ୍ରହ୍ମା କୁମାର ନା ପୁରୁଷାର୍ଥୀ କୁମାରୀ, ପୁରୁଷାର୍ଥୀ କୁମାର? କ'ଣ ବୋଲାଉଛ? କେହି ନିଜକୁ ପୁରୁଷାର୍ଥୀ କୁମାର କହୁଛ କି? ବ୍ରହ୍ମା କୁମାରର ଦସ୍ତଖତ କରୁଛ ନା? ସମସ୍ତେ ବିକେ ଲେଖୁଛ ନା ପିକେ ଲେଖୁଛ?
ପୁରୁଷାର୍ଥୀ କୁମାର ଲେଖୁଛ, ତେବେ ତୁମେମାନେ ପ୍ରତିଜ୍ଞା କ'ଣ କରିଛ? ସାଥୀ ହୋଇ ରହିବୁ, ସାଥିରେ ଯିବୁ, ଯୁଗଳ ହୋଇ ରହିବୁ। ତେବେ ଯୁଗଳ ହେବା ପାଇଁ ତ ସମାନତା ଦରକାର ନା। ଆଜିର 70 ବର୍ଷର ଉତ୍ସବକୁ ତ ପାଳନ କରି କରି ଆସୁଛ। ବାପ ଦାଦା ଦେଖୁଛନ୍ତି, ଯେଉଁ ସବୁ ଜୋନ୍ ଗୁଡ଼ିକର ସେବାର ଟର୍ନ ପଡ଼ୁଛି, ସେମାନେ 70 ବର୍ଷର ସମ୍ମାନ ସମାରୋହ ପାଳନ କରୁଛନ୍ତି। ସମସ୍ତେ ପାଳନ କରୁଛନ୍ତି ନା? କେବଳ ଛୋଟ ଛୋଟ ଉପହାର ସବୁ ଦେଇ ଦେଉଛନ୍ତି, ବାସ୍। କିନ୍ତୁ ଆଜି ଗୋଟିଏ ହେଲା ଜନ୍ମଦିନ, ଯାହାକୁ ପାଳନ କରିବା ପାଇଁ ଆସିଛ। ଏହା ତ ପକ୍କା ଅଟେ ନା? ଏବଂ ଦ୍ୱିତୀୟରେ 70 ବର୍ଷ ସମାପ୍ତ ହେଉଥିବା କାରଣରୁ ସମ୍ମାନ ସମାରୋହ ମଧ୍ୟ ପାଳନ କରୁଛ। ଯେହେତୁ ଜନ୍ମଦିନ ମଧ୍ୟ ପାଳନ କରୁଛ, ତେଣୁ ଏଥିରେ ଉପହାର କ'ଣ ଦେବ? କ'ଣ ଟ୍ରେ ଦେଇଦେବ? ଚାଦର ଦେଇଦେବ? କ'ଣ ଉପହାର ଆଣିଛ? ଆଚ୍ଛା, ଠିକ୍ ଅଛି, ଚାନ୍ଦିର ଗ୍ଲାସ୍ ଦେଇଦେବ। କିନ୍ତୁ ଆଜିର ଦିନରେ ବାପ ଦାଦାଙ୍କର ଆଶାର ପ୍ରଦୀପ ପିଲାମାନଙ୍କ ପ୍ରତି ଶୁଭ ଆଶା ହେଲା ଶୁଣାଇବୁ। କ'ଣ ଆଶା ବାପ ଦାଦା ରଖିଛନ୍ତି? ତେବେ ଶୁଣାଇବା ବା କହିବାର ଅର୍ଥ କ'ଣ? ଗୋଟିଏ କାନରେ ଶୁଣିବା ଏବଂ ମନ ଭିତରେ ରଖିଦେବା, ଏଇଆ? ମନରୁ ପୋଛି ଦେଉଛ ତାହା ବି ନୁହେଁ, କିନ୍ତୁ ମନ ଭିତରେ ହିଁ ରଖିଦେଉଛ। ତେବେ ଆଜିର ଦିନରେ ସେହି ଶୁଭ ଆଶାଟିକୁ ଶୁଣାଇବୁ ତ? ପ୍ରଥମ ଧାଡ଼ିବାଲା କୁହ, ମୁଣ୍ଡ ହଲାଅ। ଟିଚରମାନେ ମୁଣ୍ଡ ହଲାଅ। ଆଚ୍ଛା, ପତାକା ହଲାଉଛନ୍ତି। କ'ଣ କହୁଛ ଡବଲ ବିଦେଶୀମାନେ, ଶୁଣାଇବୁ ତ? ନିଜକୁ ବାନ୍ଧିବାକୁ ପଡ଼ିବ, ଅର୍ଥାତ୍ ପ୍ରତିଜ୍ଞାବଦ୍ଧ ହେବାକୁ ପଡ଼ିବ, ତେବେ ହିଁ କୁହ। ଏମିତି ହାଲୁକା ହାଲୁକା ହଁ କୁହ ନାହିଁ, କାହିଁକି ନା 70 ବର୍ଷ ପର୍ଯ୍ୟନ୍ତ ବାପ ଦାଦା ମଧ୍ୟ ଅବହେଳା ପଣିଆ, ବାହାନାବାଜି ଏବଂ ଆଳସ୍ୟର ଖେଳ ବହୁତ ଦେଖିସାରିଲେଣି। ଆଚ୍ଛା, ଠିକ୍ ଅଛି, 70 ନ ହେଲେ 50 ହେଉ ବା 40 ହେଉ ବା 30 ବା 20 ବର୍ଷ ମଧ୍ୟ ହେଉ, କିନ୍ତୁ ଏତିକି ସମୟ ତ ପିଲାମାନଙ୍କର ଏହି 3ଟି ଖେଳ ଖୁବ୍ ଦେଖିସାରିଲୁଣୁ ନା। ତେଣୁ ଆଜିର ଦିନରେ ଭକ୍ତମାନେ ତ ଜାଗରଣ କରୁଛନ୍ତି, ଶୋଉନାହାନ୍ତି। ତେବେ ତୁମମାନଙ୍କର ଜାଗରଣ କ'ଣ? କେଉଁ ନିଦ୍ରାରେ ବାରମ୍ବାର ଶୋଇପଡ଼ୁଛ? ଅବହେଳା ପଣିଆ, ଆଳସ୍ୟ ଏବଂ ବାହାନାବାଜିର ନିଦ୍ରାରେ ଆରାମରେ ଶୋଇପଡ଼ୁଛ। ତେଣୁ ଆଜି ବାପ ଦାଦା ଏହି 3ଟି କଥାର ସବୁ ସମୟରେ ଜାଗରଣ ଦେଖିବାକୁ ଚାହୁଁଛନ୍ତି। କେବେ ବି ଦେଖ, ଯଦି କ୍ରୋଧ ଆସୁଛି ବା ଲୋଭ ଆସୁଛି ବା ଅଭିମାନ ଆସୁଛି, ତେବେ ଏହାର କାରଣ କ'ଣ ଶୁଣାଉଛ? ଏଥିରେ ବାପ ଦାଦାଙ୍କୁ ଗୋଟିଏ ଟ୍ରେଡମାର୍କ ଅର୍ଥାତ୍ ବିଶେଷ କଥା ଦେଖିବାକୁ ମିଳୁଛି। ଯଦି କୌଣସି କଥା ଆସୁଛି, ତେବେ କ'ଣ କହୁଛ? ଏମିତି ତ ଚାଲି ଆସୁଛି, ଏତେ ଜଣା ନାହିଁ କିଏ ଏହାକୁ ଚଲାଇଛି। ଏହା କ'ଣ କିଛି ନୂଆ କଥା କି? ଏମିତି ତ ହୋଇ ଆସୁଛି, ତେବେ ଏହାକୁ କ'ଣ କୁହାଯିବ? କ'ଣ ଏହା ଅବହେଳା ପଣିଆ ନୁହେଁ କି? ଇଏ ବି ତ କରୁଛି। ଅଧିକାଂଶ ପିଲା କ୍ରୋଧରୁ ରକ୍ଷା ପାଇବା ପାଇଁ କହୁଛନ୍ତି, ସେ ଏହିଭଳି କରିଲା, ତେଣୁ କ୍ରୋଧ ଆସିଲା, ମୁଁ ଭୁଲ କରିଛି, ଏ କଥା କହୁନାହାନ୍ତି। ସିଏ ଏମିତି କରିଲା, ଏପରି ହେଲା, ସେଥିପାଇଁ ହେଲା। ତେବେ ଅନ୍ୟ ଉପରେ ଦୋଷ ରଖିଦେବା ବହୁତ ସହଜ ଅଟେ। ଇଏ ଯଦି ଏପରି ନ କରିବ, ତେବେ ଏପରି ହେବ ନାହିଁ। କିନ୍ତୁ ବାବା ଯାହା କହିଛନ୍ତି ତାହା ହେବ ନାହିଁ। ସେ ଯଦି ଏହିପରି କରିବ, ତେବେ ଠିକ୍ ହୋଇଯିବ। ତେବେ କ'ଣ ବାବାଙ୍କର ଶ୍ରୀମତ ଅନୁସାରେ କ୍ରୋଧକୁ ସମାପ୍ତ କରିପାରିବ ନାହିଁ? ଆଜିକାଲି ତ କ୍ରୋଧର ସନ୍ତାନ ରୋବାବ ଦେଖାଇବା ମଧ୍ୟ ବହୁତ ହେଉଛି। ତାହା ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର ଅଛି। ତେବେ କ'ଣ ଆଜି 4ଟି ଯାକର ବ୍ରତ ନେବ ତ? ଯେପରି ପ୍ରଥମ ବିକାର ପାଇଁ ବିଶେଷ ଭାବରେ ଅଧିକାଂଶ ପିଲା ଦୃଢ଼ ସଂକଳ୍ପ କରିଛନ୍ତି, ସେହିପରି ଦୃଢ଼ ସଂକଳ୍ପ କ'ଣ ଅନ୍ୟ 4ଟି ବିକାର ପାଇଁ କରିବ ନାହିଁ? କିନ୍ତୁ ଏପରି ବାହାନା କରିବ ନାହିଁ ଯେ ସେ ଏପରି କରିଲା, ସେଥିପାଇଁ ମୋର ଆସିଗଲା। ତେବେ ବାବା ଯେଉଁ କଥା ବାରମ୍ବାର ଚାହୁଁଛନ୍ତି, କହୁଛନ୍ତି, ତାକୁ ଭୁଲି ଯାଉଛ। କିନ୍ତୁ ସିଏ କ'ଣ କରିଲା ସେ କଥା ମନେ ରହୁଛି। ତେଣୁ ଏହା ବାହାନାବାଜି ହେଲା ନା? ତେଣୁ ଆଜି ବାପ ଦାଦା ଜନ୍ମଦିନର ଉପହାର ଚାହୁଁଛନ୍ତି, ଏହି 3ଟି କଥା, ଯାହାକି 4ଟି ଯାକ ବିକାରକୁ ହାଲୁକା କରିଦେଉଛି। ତେବେ ସଂସ୍କାରର ସାମ୍ନା ତ କରିବାକୁ ହିଁ ପଡ଼ିବ। ଏହା ସଂସ୍କାରର ସାମ୍ନା କରିବା ନୁହେଁ, କିନ୍ତୁ ତୁମ ପାଇଁ ପରୀକ୍ଷା ଅଟେ।
କେବଳ ଏହି ଗୋଟିଏ ଜନ୍ମର ପାଠପଢ଼ା ଏବଂ ସାରା କଳ୍ପର ପ୍ରାପ୍ତି। ଅଧା କଳ୍ପ ରାଜ୍ୟ ଭାଗ୍ୟ, ଅଧା କଳ୍ପ ପୂଜ୍ୟ। ସାରା କଳ୍ପର ପ୍ରାପ୍ତି କେବଳ ଗୋଟିଏ ଜନ୍ମରେ, ତାହା ମଧ୍ୟ କେତେ ଛୋଟିଆ ଜନ୍ମ। ପୁରା ଜନ୍ମ ବା ପୁରା ଜୀବନ ମଧ୍ୟ ନୁହେଁ, ଛୋଟିଆ ଜନ୍ମ ଅର୍ଥାତ୍ ଅଳ୍ପ ସମୟ। ତେବେ କ'ଣ ସାହସ ଅଛି ତ? ଯେଉଁମାନେ ଭାବୁଛନ୍ତି ଆମେ ନିଶ୍ଚିତ ସାହସ ରଖିବୁ, ଏମିତି ନୁହେଁ ଯେ ପୁରୁଷାର୍ଥ କରିବୁ, ଧ୍ୟାନ ଦେବୁ, ଏଭଳି ସାହସ ରଖିବା ଦରକାର ନାହିଁ। ତୁମେମାନେ ଛୋଟ ପିଲା ନୁହେଁ। 70 ବର୍ଷ ଶେଷ ହେବାକୁ ଯାଉଛି। 3-4 ମାସର ପିଲା ନୁହେଁ ଯେ ଏହିଭଳି କହିବ। ତୁମେମାନେ ତ ବାବାଙ୍କର ସାଥୀ ଅଟ ନା, ବିଶ୍ୱ କଲ୍ୟାଣକାରୀ ଅଟ, ତାହା ମଧ୍ୟ 70 ବର୍ଷ ଶେଷ ହେବାକୁ ଯାଉଛି। ବାପ ଦାଦା ଏଥିରେ ହାତ ଉଠାଉନାହାନ୍ତି। କାହିଁକି ନା ବାପ ଦାଦା ଦେଖୁଛନ୍ତି, ହାତ ଉଠାଇବା ପରେ ମଧ୍ୟ କେବେ କେବେ ପିଲାମାନେ ବେପରୁଆ ହୋଇଯାଉଛନ୍ତି। ତେବେ କ'ଣ ଭାବୁଛ? ଯାହା ବି ହୋଇଯାଉ, ପାହାଡ଼ ଭଳି ପରୀକ୍ଷା ମଧ୍ୟ ଆସୁ, କିନ୍ତୁ ପାହାଡ଼କୁ ମଧ୍ୟ ତୁଳା କରିଦେବୁ। ଏହିଭଳି ଦୃଢ଼ ସଂକଳ୍ପ କରିବାର ସାହସ ଅଛି ତ? କାହିଁକି ନା ସଂକଳ୍ପ ମଧ୍ୟ ବହୁତ ଭଲ ଭଲ କରୁଛ। ଯେତେବେଳେ ସଂକଳ୍ପ କରୁଛ, ବାପ ଦାଦା ମଧ୍ୟ ଖୁସି ହୋଇଯାଉଛନ୍ତି। କିନ୍ତୁ କ'ଣ ହେବ? 70 ବର୍ଷ ତ ହାଲୁକାରେ ଛାଡ଼ିଦେଲେ। କିନ୍ତୁ ଏବେ ବାପ ଦାଦା ଦେଖୁଛନ୍ତି ଯେ ସମୟ ଉପରେ କିଛି ଭରସା ନାହିଁ ଏବଂ ଜ୍ଞାନ ଆଧାରରେ ଦେଖିବାକୁ ଗଲେ ସବୁ ପ୍ରକାରର ପୁରୁଷାର୍ଥରେ ବହୁତ କାଳର ହିସାବ ମଧ୍ୟ ରହିଛି। ଆଚ୍ଛା, ଏବେ ଏବେ କରିନେବ, କିନ୍ତୁ ବହୁତ କାଳର ହିସାବ ମଧ୍ୟ ରହିଛି। କାହିଁକି ନା ସମସ୍ତେ ପ୍ରାପ୍ତି କେଉଁଭଳି ଚାହୁଁଛନ୍ତି। ଏବେ ହାତ ଉଠା କରାଇବା। କେହି ରାମ ସୀତା ହେବ କି? ଯେଉଁମାନେ ରାମ ସୀତା ହେବାକୁ ଚାହୁଁଛନ୍ତି ସେମାନେ ହାତ ଉଠାଅ, ରାଜତ୍ୱ ମିଳିବ। କେହି କେହି ହାତ ଉଠାଉଛନ୍ତି। ରାମ ସୀତା ହେବ ତ? ଲକ୍ଷ୍ମୀ ନାରାୟଣ ହେବ ନାହିଁ? ଡବଲ ବିଦେଶୀଙ୍କ ଭିତରେ କେହି ହାତ ଉଠାଉଛନ୍ତି କି? କେହି ନାହାନ୍ତି। ଯେବେ କି ବହୁତ କାଳର ଭାଗ୍ୟ ପ୍ରାପ୍ତ କରିବା ପାଇଁ ଚାହୁଁଛ, ଲକ୍ଷ୍ମୀ ନାରାୟଣ ହେବା ଅର୍ଥ ବହୁତ କାଳର ରାଜ୍ୟ ଭାଗ୍ୟ ପ୍ରାପ୍ତ କରିବା। ତେବେ ବହୁତ କାଳର ପ୍ରାପ୍ତି ଯଦି କରିବ, ତେବେ ସବୁ କଥାରେ ବହୁତ କାଳ ତ ଦରକାର ନା। ଏବେ ଯେପରି 63 ଜନ୍ମର ବହୁତ କାଳର ସଂସ୍କାର ରହିଛି, ତେଣୁ କହୁଛ ନା, ମୋର ଉଦ୍ଦେଶ୍ୟ ନୁହେଁ କି ଭାବନା ମଧ୍ୟ ନୁହେଁ, କିନ୍ତୁ 63 ଜନ୍ମର ସଂସ୍କାର ଅଟେ ନା। ତେଣୁ ବହୁତ କାଳର ହିସାବ ହେଲା ନା। ସେଥିପାଇଁ ବାପ ଦାଦା ଏହି କଥା ଚାହୁଁଛନ୍ତି ଯେ ସଂକଳ୍ପରେ ଦୃଢ଼ତା ରହିବା ଦରକାର। କାରଣ ଦୃଢ଼ତାରେ ହିଁ କମି ରହିଯାଉଛି। ହୋଇ ହିଁ ଯିବ, ଚଳିଯିବ, ଚଳାଇ ଦିଅ। କିଏ ହେଲାଣି ଆଉ ଗୋଟିଏ ବହୁତ ଭଲ କଥା, ଯାହାକି ସମସ୍ତଙ୍କୁ ଜଣାଅଛି। ବାପ ଦାଦା ମଧ୍ୟ ତୁମର କଥା ସବୁ ନୋଟ କରୁଛନ୍ତି ନା। ଯଦି ନିଜର ସାହସ ନଥିବ, ତେବେ କହିବେ ମହାରଥୀମାନେ ମଧ୍ୟ ଏହିଭଳି କରୁଛନ୍ତି, ମୁଁ କରିଦେଲି ତ କ'ଣ ହେଲା? କିନ୍ତୁ ବାପ ଦାଦା ପଚାରୁଛନ୍ତି ଯେ ଯେଉଁ ସମୟରେ ମହାରଥୀ ଆତ୍ମା କୌଣସି ଭୁଲ କାମ କରୁଛି, ସେତେବେଳେ କ'ଣ ତାକୁ ମହାରଥୀ କୁହାଯିବ କି? ତେଣୁ ମହାରଥୀ ନାମକୁ କାହିଁକି ଖରାପ କରୁଛ? ସେତେବେଳେ ତ ସିଏ ମହାରଥୀ ହିଁ ନୁହେଁ। ତେଣୁ ମହାରଥୀ କହି ନିଜକୁ ଦୁର୍ବଳ କରିଦେବା, ଏହା ନିଜକୁ ଧୋକା ଦେବା ଅଟେ। ଅନ୍ୟକୁ ଦେଖିବା ବହୁତ ସହଜ, କିନ୍ତୁ ନିଜକୁ ଦେଖିବା ପାଇଁ ଟିକିଏ ସାହସ ଦରକାର। ତେଣୁ ଆଜି ବାପ ଦାଦା ହିସାବର କିତାବ ଅର୍ଥାତ୍ ଖାତାକୁ ସମାପ୍ତ କରିବାର ଉପହାର ନେବା ପାଇଁ ଆସିଛନ୍ତି। ଦୁର୍ବଳତା ଏବଂ ବାହାନାବାଜିର ହିସାବ କିତାବର ଖାତା ବହୁତ ବଡ଼ ଅଟେ, ତେଣୁ ତାକୁ ସମାପ୍ତ କରିବାକୁ ହେବ। ତେଣୁ ପ୍ରତ୍ୟେକ ସନ୍ତାନ ଯେଉଁମାନେ ଭାବୁଛନ୍ତି ଯେ ଆମେ କରି ଦେଖାଇବୁ, କରିବାକୁ ହିଁ ହେବ, ନଇବାକୁ ହିଁ ହେବ, ପରିବର୍ତ୍ତନ ହେବାକୁ ହିଁ ପଡ଼ିବ, ପରିବର୍ତ୍ତନ ସମାରୋହ ପାଳନ କରିବାକୁ ହିଁ ପଡ଼ିବ, ଏଥିରେ ଯେଉଁମାନେ ଭାବୁଛନ୍ତି ଆମେ ଦୃଢ଼ ସଂକଳ୍ପ କରିବୁ, ସେମାନେ ହାତ ଉଠାଅ। କ'ଣ ଦୃଢ଼ ନା ଚାଲୁ? ତେବେ ଚାଲୁ ସଂକଳ୍ପ ମଧ୍ୟ କରିଥାନ୍ତି, ଦୃଢ଼ ସଂକଳ୍ପ ମଧ୍ୟ କରିଥାନ୍ତି। କ'ଣ ତୁମେ ସବୁ ଦୃଢ଼ ସଂକଳ୍ପର ହାତ ଉଠାଉଛ ତ? ଦୃଢ଼ ତ? ମଧୁବନ ବାଲା ବଡ଼ ହାତ ଉଠାଅ। ଏଠାରେ ସମ୍ମୁଖରେ ମଧୁବନ ନିବାସୀ ବସନ୍ତି। ବହୁତ ପାଖରେ ବସିବାର ସୁଯୋଗ ମିଳୁଛି। ପ୍ରଥମ ସିଟ୍ ମଧୁବନ ବାଲାଙ୍କୁ ମିଳୁଛି। ବାପ ଦାଦା ଖୁସି ହେଉଛନ୍ତି। ପ୍ରଥମରେ ବସିଛ, ତେଣୁ ପ୍ରଥମ ହୋଇ ରହିବ। ତେବେ ଆଜିର ଉପହାରଟି ତ ବଢ଼ିଆ ଅଟେ ନା?
ବାପଦାଦାଙ୍କୁ ମଧ୍ୟ ଖୁସି ଲାଗୁଛି, କାହିଁକି ନା ଏଥିରେ ତୁମେମାନେ ଏକା ନାହଁ। ତୁମ ପଛରେ ତୁମର ରାଜଧାନୀର ରାଜ ପରିବାରବାଲା ମଧ୍ୟ ଅଛନ୍ତି। ତୁମମାନଙ୍କର ରୟାଲ ପ୍ରଜା ତଥା ଦ୍ୱାପର ଯୁଗଠାରୁ ଭକ୍ତମାନେ ମଧ୍ୟ ଅଛନ୍ତି। ସତ, ରଜ, ତମଗୁଣୀ 3 ପ୍ରକାରର ଭକ୍ତ ଅଛନ୍ତି। ତେଣୁ ତୁମ ପଛରେ ଗୋଟିଏ ଲମ୍ବା ଧାଡ଼ି ରହିଛି। ଯାହା ତୁମେ କରିବ, ତୁମ ପଛବାଲା ମଧ୍ୟ ସେଇଆ କରିବେ। ତୁମେ ଯଦି ବାହାନାବାଜି କରିବ, ତେବେ ତୁମର ଭକ୍ତମାନେ ମଧ୍ୟ ବହୁତ ବାହାନାବାଜି କରିବେ। ଏବେ ତ ବ୍ରାହ୍ମଣ ପରିବାରବାଲା ମଧ୍ୟ ତୁମକୁ ଦେଖି ସେହିଭଳି କରିବେ। କାରଣ ଓଲଟା କଥାଗୁଡ଼ିକୁ କପି କରିବାର ତ ସମସ୍ତେ ବୁଦ୍ଧିମାନ ଅଟନ୍ତି ନା। ତେଣୁ ଏବେ ହିଁ ଦୃଢ଼ ସଂକଳ୍ପରେ ସଂସ୍କାରର ଟକର ପଛକେ ହେଉ, ସ୍ୱଭାବର ମତଭେଦ ମଧ୍ୟ ହେଉ। ଆଉ ଗୋଟିଏ କଥା, ଯାହାକୁ ଦୁର୍ବଳ ଆତ୍ମାମାନେ କହିଥାନ୍ତି, କିଏ ଯଦି କେଉଁ କଥାରେ ମିଛ କହିଦେଲା, ତେବେ ଅନେକ ପିଲା କହିଥାନ୍ତି ଆମକୁ ମିଛ କଥା ଉପରେ ବହୁତ କ୍ରୋଧ ଆସିଥାଏ। କିନ୍ତୁ ସଚ୍ଚା ବାବାଙ୍କର ଜ୍ଞାନ ଆଧାରରେ ତାକୁ ପରଖି ନିଅ। ସଚ୍ଚା ବାବା ତ ତୁମ ସାଥିରେ ଅଛନ୍ତି। ତେଣୁ ସାରା ମିଛ ଦୁନିଆ ଯଦି ଗୋଟିଏ ପଟରେ ରହିବ ଏବଂ ଏକମାତ୍ର ବାବା ତୁମ ସାଥିରେ ଥିବେ, ତେବେ ତୁମର ବିଜୟ ତ ସୁନିଶ୍ଚିତ ଅଟେ। କେହି ବି ତୁମକୁ ହଲଚଲ କରିପାରିବ ନାହିଁ, କାହିଁକି ନା ବାବା ତୁମ ସାଥିରେ ଅଛନ୍ତି। ଯଦି କହୁଛ ତାହା ମିଥ୍ୟା ଅଟେ, ତେବେ ମିଥ୍ୟାକୁ ମିଥ୍ୟା ଭାବି ଛାଡ଼ିଦିଅ। ଆଗକୁ କାହିଁକି ବଢ଼ାଉଛ? ତେଣୁ ବାବାଙ୍କୁ ଏସବୁ ବାହାନାବାଜି ଆଦୌ ଭଲ ଲାଗୁନାହିଁ। ଏମିତି ହେଲା, ଏଇଆ ହେଲା, ସେଇଆ ହେଲା, ଏମିତି ସେମିତିର ଗୀତ ଏବେ ସମାପ୍ତ ହେବା ଉଚିତ। ଭଲ ହେଲା, ଭଲ ହେବ, ଭଲ ହୋଇ ରହିବୁ, ସମସ୍ତଙ୍କୁ ଭଲ କରିବୁ। ଭଲ ଭଲ ଭଲର ଗୀତ ଗାଅ। କ'ଣ ପସନ୍ଦ ତ? ପସନ୍ଦ ତ? ବାହାନାବାଜିକୁ ସମାପ୍ତ କରିବ ତ? 2ଟି ଯାକ ହାତ ଉଠାଅ। ହଁ, ଭଲ ଭାବରେ ହାତ ହଲାଅ। ଆଚ୍ଛା, ଦେଖିବା ବାଲା ମଧ୍ୟ ହାତ ହଲାଉଛନ୍ତି। ଯିଏ ଯେଉଁଠି ବି ଦେଖୁଥାଅ, ସେଠାରେ ହାତ ହଲାଅ। ତୁମେମାନେ ତ ହାତ ହଲାଉଛ। ଆଚ୍ଛା, ଏବେ ହାତ ତଳକୁ କର। ଏବେ ନିଜର ପରିବର୍ତ୍ତନ ପାଇଁ ତାଳି ବଜାଅ। ସମସ୍ତେ ଜୋରସୋରରେ ତାଳି ବଜାଇଲେ। ଆଚ୍ଛା, ଏବେ ପ୍ରତ୍ୟେକ ସନ୍ତାନ ଗୋଟିଏ ମିନିଟ ପାଇଁ ଦୃଢ଼ ସଂକଳ୍ପ ସ୍ୱରୂପରେ ବସ ଯେ ବାହାନାବାଜି, ଆଳସ୍ୟ ଏବଂ ଅବହେଳା ପଣିଆକୁ ସବୁ ସମୟରେ ଦୃଢ଼ ସଂକଳ୍ପ ଦ୍ୱାରା ସମାପ୍ତ କରି ବହୁତ କାଳର ହିସାବ ଜମା କରିବାକୁ ହିଁ ହେବ। ଯାହା ବି ହୋଇଯାଉ, କିଛି ବି ଦେଖିବୁ ନାହିଁ, କିନ୍ତୁ ବାବାଙ୍କର ହୃଦୟ ସିଂହାସନ ଅଧିକାରୀ ନିଶ୍ଚିତ ହେବୁ। ବିଶ୍ୱର ରାଜ୍ୟ ସିଂହାସନର ଅଧିକାରୀ ନିଶ୍ଚିତ ହେବୁ। ଏହିଭଳି ଦୃଢ଼ ସଂକଳ୍ପ ସ୍ୱରୂପରେ ସମସ୍ତେ ବସ। ଆଚ୍ଛା, ଚାରିଆଡ଼ର ସର୍ବଦା ଉମଙ୍ଗ ଉତ୍ସାହର ଅନୁଭବରେ ରହୁଥିବା, ସର୍ବଦା ଦୃଢ଼ତା ଦ୍ୱାରା ସଫଳତାର ଚାବିକୁ କାର୍ଯ୍ୟରେ ଲଗାଉଥିବା, ସର୍ବଦା ବାବାଙ୍କର ସଙ୍ଗ ଏବଂ ସବୁ କାର୍ଯ୍ୟରେ ସାଥୀ ହୋଇ ରହୁଥିବା, ସର୍ବଦା ଇକୋନୋମି ଏବଂ ଏକାଗ୍ରତା ସ୍ୱରୂପରେ ଆଗକୁ ଆଗକୁ ଉଡ଼ି ଚାଲୁଥିବା ବାପ ଦାଦାଙ୍କର ଅତି ଗେହ୍ଲା ଶିଖିଲଧେ ବିଶେଷ ପିଲାମାନଙ୍କୁ ବାପ ଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପ ଦାଦାଙ୍କୁ ନମସ୍ତେ, ନମସ୍ତେ, ସୁପ୍ରଭାତ। ଆଜିର ବରଦାନ, ସର୍ବବିନାଶୀ ଇଚ୍ଛାଗୁଡ଼ିକୁ ତ୍ୟାଗ କରୁଥିବା ସଚ୍ଚା ତପସ୍ୱୀ ମୂରତ ହୁଅ। ସର୍ବବିନାଶୀ ଇଚ୍ଛାଗୁଡ଼ିକକୁ ତ୍ୟାଗ କରୁଥିବା ସଚ୍ଚା ତପସ୍ୱୀ ମୂରତ ହୁଅ। ଡିଟେଲ୍ସ, ବିନାଶୀ ଇଚ୍ଛାଗୁଡ଼ିକୁ ତ୍ୟାଗ କରି ସଚ୍ଚା ତପସ୍ୱୀ ମୂରତ ହୁଅ। ତପସ୍ୱୀ ମୂରତର ଅର୍ଥ ହେଲା ବିନାଶୀ ଇଚ୍ଛା ମାତ୍ରର ଅବିଦ୍ୟା ସ୍ୱରୂପ। ଯିଏ କିଛି ନେବା ପାଇଁ ସଂକଳ୍ପ କରିଥାଏ, ସେ ଅଳ୍ପ କାଳ ପାଇଁ ନେଇଥାଏ, କିନ୍ତୁ ସଦାକାଳ ପାଇଁ ହରାଇଥାଏ। ତେବେ ତପସ୍ୱୀ ହେବାରେ ଏହି ଅଳ୍ପ କାଳର ଇଚ୍ଛାଗୁଡ଼ିକ ହିଁ ବିଶେଷ ବିଘ୍ନ ରୂପ ହୋଇଥାଏ। ସେଥିପାଇଁ ଏବେ ତପସ୍ୱୀ ମୂରତ ହେବାର ପ୍ରମାଣ ଦିଅ, ଅର୍ଥାତ୍ ଅଳ୍ପ କାଳର ମାନସାନ ପାଇବାର ଇଚ୍ଛାକୁ ତ୍ୟାଗ କରି ବିଧାତା ହୁଅ। ଯେତେବେଳେ ତୁମ ଭିତରେ ବିଧାତା ପଣିଆର ସଂସ୍କାର ପ୍ରକଟ ହୋଇଯିବ, ସେତେବେଳେ ଅନ୍ୟ ସବୁ ସଂସ୍କାରଗୁଡ଼ିକ ସ୍ୱତଃ ହିଁ ଦବିଯିବ। ଆଜିର ସ୍ଲୋଗାନ, କର୍ମର ଫଳ ପାଇବାର ସୂକ୍ଷ୍ମ କାମନା ରଖିବା ମଧ୍ୟ ଫଳକୁ ପାଚିବା ପୂର୍ବରୁ ହିଁ ଖାଇଦେବା। କର୍ମର ଫଳ ପାଇବାର ସୂକ୍ଷ୍ମ କାମନା ରଖିବା ମଧ୍ୟ ଫଳକୁ ପାଚିବା ପୂର୍ବରୁ ହିଁ ଖାଇଦେବା। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇସାରା, ଏବେ ଲଗନର ଅଗ୍ନିକୁ ପ୍ରଜ୍ୱଳିତ କରି ଯୋଗକୁ ଜ୍ୱାଳାରୂପ କର।
ପାପ କଟେଶ୍ୱର ବା ପାପ ହରଣୀ ସେତେବେଳେ ହୋଇପାରିବ ଯେତେବେଳେ ତୁମର ଯୋଗ ଜ୍ୱାଳା ସ୍ୱରୂପ ହୋଇଯିବ। ଏହିଭଳି ଯୋଗ ଦ୍ୱାରା ଅନେକ ଆତ୍ମାଙ୍କର ନିର୍ବଳତା ସମାପ୍ତ ହେବ। ଏଥିପାଇଁ ପ୍ରତି ମୁହୂର୍ତ୍ତରେ ଏବଂ ପ୍ରତି ନିଶ୍ୱାସରେ ବାବା ଏବଂ ତୁମେ ଯୁଗଳ ରୂପରେ ରୁହ। କୌଣସି ବି ସମୟରେ ସାଧାରଣ ଯୋଗ ନ ହେଉ, ସ୍ନେହ ଏବଂ ଶକ୍ତି ଦୁଇଟି ଯାକ ସ୍ୱରୂପ ମିଳିତ ଭାବରେ ରହୁ। ଓମ୍ ଶାନ୍ତି।